ଶାନ୍ତି। ସଦ୍ଗୁରୁ ପିତା ପରମାତ୍ମାଙ୍କର ପବିତ୍ର ଆତ୍ମିକ ସନ୍ତାନମାନଙ୍କୁ ପବିତ୍ର ରକ୍ଷାବନ୍ଧନର ଶୁଭ ଅବସରରେ ହାର୍ଦ୍ଦିକ ଶୁଭ ଅଭିନନ୍ଦନ, ଶୁଭ ଭାବନା, ଶୁଭକାମନା, ଶୁଭେଚ୍ଛା, ସୁପ୍ରଭାତ, ସୁସ୍ୱାଗତମ୍। ପବିତ୍ରତା ଓ ସ୍ନେହର ପ୍ରତୀକ ରକ୍ଷାବନ୍ଧନ ଏପରି ଏକ ବନ୍ଧନ ଯାହାକି ଅନ୍ୟ ସମସ୍ତ ବନ୍ଧନରୁ ମନୁଷ୍ୟ ଆତ୍ମାମାନଙ୍କୁ ମୁକ୍ତି ପ୍ରଦାନ କରିଥାଏ। ଏଭଳି ପବିତ୍ର ଦିବସରେ ଏହି ବନ୍ଧନରେ ବାନ୍ଧି ହୋଇ ଆମେ ସ୍ୱୟଂ ପବିତ୍ରତାର ସାଗର ଭଗବାନଙ୍କ ସହିତ ସଂଯୁକ୍ତ ହେବା ସହ ତାଙ୍କର ଶୀତଳ ଛାୟାର ଅନୁଭବ କରିପାରିବା। ଏହି ପର୍ବ ଆମ ସମସ୍ତଙ୍କୁ ଏହି ପ୍ରେରଣା ଦିଏ ଯେ ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟ ଦ୍ୱାରା ଭରପୁର କରି ଶାନ୍ତି ଏବଂ ଶୁଭ ଭାବନାର ରଙ୍ଗ ଲଗାଇ ବ୍ୟବହାରରେ ସ୍ନେହ, ସହାନୁଭୂତି, ଦିବ୍ୟତା ଓ ମଧୁରତା ଆଦି ଦିବ୍ୟ ଗୁଣକୁ ଧାରଣ କରି ସଂସ୍କାର ପରିବର୍ତ୍ତନ ଦ୍ୱାରା ସାରା ସଂସାର ପରିବର୍ତ୍ତନର ଶ୍ରେଷ୍ଠ କାର୍ଯ୍ୟରେ ସହଯୋଗୀ ହେବା। ସମସ୍ତେ ମିଳିମିଶି ଭାରତ ମାଆକୁ ରାକ୍ଷୀ ବାନ୍ଧିବା ଏବଂ ରାବଣ ଭଳି ନକାରାତ୍ମକ ଶକ୍ତି କବଳରୁ ରକ୍ଷା କରି ବାସ୍ତବିକ ସ୍ୱାଧୀନତା ଆଣିଦେବା। ଭାରତ ମାଆକୁ ସ୍ୱର୍ଣ୍ଣ ଭାରତରେ ପରିଣତ କରିବା। ନିଜ ପରିବାର ସହିତ ସାରା ବିଶ୍ୱକୁ ସୁଖ ଆଉ ଶାନ୍ତି ପ୍ରଦାନ ନିମନ୍ତେ ଯୋଗଦାନ କରିବା। ତେବେ ଏହି ରାକ୍ଷୀ ପର୍ବର ବାସ୍ତବିକତାକୁ ବୁଝିବା ପାଇଁ ସତ୍ୟ ପିତାଙ୍କର ଏହି ସତ୍ୟ ଆତ୍ମିକ ପାଠପଢ଼ାକୁ ଧାରଣ କରିବା ଆବଶ୍ୟକ। ଏହି ପାଠପଢ଼ାକୁ ଧାରଣା କରିବା ପାଇଁ ବୁଦ୍ଧି ମଧ୍ୟ ସ୍ୱଚ୍ଛ ପବିତ୍ର ହେବା ଦରକାର। ତେଣୁ ପବିତ୍ରତାର ରାକ୍ଷୀ ବାନ୍ଧି ଅର୍ଥାତ୍ ପବିତ୍ରତାର ପ୍ରତିଜ୍ଞା କରି ପବିତ୍ର ହେଲେ ହିଁ ପବିତ୍ର ଦୁନିଆ ସତ୍ୟ ଯୁଗର ରାଜତିଳକ ପ୍ରାପ୍ତ ହୋଇପାରିବ। ଯେପରି କୌଣସି ମୁଖ୍ୟ ସ୍ଥାନକୁ ଯିବା ପାଇଁ ହେଲେ ବା ଏକ୍ଜାମ ହଲ୍କୁ ଯିବା ପାଇଁ ହେଲେ ପରିଚୟ ପତ୍ରର ଆବଶ୍ୟକତା ଥାଏ, ଠିକ୍ ସେହିପରି ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଆମ ଆତ୍ମିକ ସନ୍ତାନମାନଙ୍କୁ ପରମାତ୍ମା ପିତାଙ୍କ ଦ୍ୱାରା ପରିଚୟ ପତ୍ର ପ୍ରଦାନ କରାଯାଉଛି ନୂତନ ସତ୍ୟଯୁଗୀ ପବିତ୍ର ସ୍ୱର୍ଗ ଦୁନିଆକୁ ଯିବା ପାଇଁ। ତେବେ ଯେଉଁ ସନ୍ତାନମାନେ ସତ୍ ପିତାଙ୍କର ସତ୍ ଶିକ୍ଷାକୁ ଉପଯୁକ୍ତ ଭାବରେ ଧାରଣ କରି ସେହି ଅନୁସାରେ ବା ଭଗବାନଙ୍କର ଶ୍ରୀମତ ଅନୁସାରେ ଚାଲିଥାନ୍ତି, ଶିବ ବାବାଙ୍କର ସଚ୍ଚା ସନ୍ତାନ ହୋଇଥାନ୍ତି, ସେହିମାନଙ୍କୁ ହିଁ ପରିଚୟ ପ୍ରାପ୍ତ ହୋଇଥାଏ, ଅର୍ଥାତ୍ ପରିଚୟ ପତ୍ର ମିଳିଥାଏ। ତେବେ ଏହି ସତ୍ ଶିକ୍ଷାକୁ ଜୀବନରେ ଧାରଣ ସେହିମାନେ ହିଁ କରିପାରିବେ ଯେଉଁମାନେ ପବିତ୍ରତାର ପ୍ରତିଜ୍ଞା କରି ତାକୁ ଠିକ୍ ଭାବରେ ପାଳନ କରି ବୁଦ୍ଧି ରୂପୀ ଝୁଲାମଣିକୁ ସ୍ୱଚ୍ଛ ରଖିଥାନ୍ତି। ଯଦି ବର୍ତ୍ତମାନ ସମୟରେ ପବିତ୍ରତାର ପ୍ରତିଜ୍ଞା କରିବ, ତେବେ ଯାଇ ବୁଦ୍ଧି ସତ୍ୟଯୋଗୀ ହୋଇପାରିବ। ପବିତ୍ରତାର ପ୍ରମାଣପତ୍ର ନେବା ପାଇଁ
ବାବାଙ୍କର ରାୟ ହେଲା ପିଲାମାନେ ଅନ୍ୟ ସବୁଥିରୁ ନିଜର ବୁଦ୍ଧି ଯୋଗ ତୁଟାଇ ଜ୍ଞାନର ଚିତା ଉପରେ ବସ। ଏକମାତ୍ର ମାତା ପିତାଙ୍କୁ ଅନୁକରଣ କର। ପବିତ୍ର ରହିବାକୁ ହିଁ ପଡ଼ିବ। ଏହି ପ୍ରତିଜ୍ଞା କର। ବାବାଙ୍କ ସାଥିରେ ସତ୍ୟତାର ସହିତ ଚାଲ। କେବଳ ପରମ୍ପରା ପାଳିବା ହିସାବରେ ଭଉଣୀ ଭାଇ ହାତରେ ଖାଲି ରଙ୍ଗ ବେରଙ୍ଗର ରାକ୍ଷୀ ବାନ୍ଧି ମିଠା ଖୁଆଇ ଆନନ୍ଦ ଉତ୍ସବ ମନାଇଲେ ଯେ ରକ୍ଷାବନ୍ଧନର ଉଦ୍ଦେଶ୍ୟ ପୂରଣ ହୋଇପାରିବ ତାହା ନୁହେଁ। ଯେତେବେଳେ ସାରା ଦୁନିଆ ପତିତ ଅପବିତ୍ର ଅର୍ଥାତ୍ ପଞ୍ଚବିକାରର ବଶୀଭୂତ ହୋଇଯାଇଛି, ତେଣୁ କେବଳ ଭଉଣୀ କାହିଁକି ଉଭୟ ଭାଇ ଭଉଣୀ ହାତରେ ଏବଂ ଭଉଣୀ ଭାଇ ହାତରେ ପ୍ରତ୍ୟେକ ପବିତ୍ରତାର ରକ୍ଷା ବାନ୍ଧି ଏହି ପବିତ୍ରତାର ପ୍ରତିଜ୍ଞା କରିବା ଆବଶ୍ୟକ। ପବିତ୍ର ହୋଇ ସାରା ବିଶ୍ୱକୁ ପବିତ୍ର କରିବାର ଦୃଢ଼ ନିଶ୍ଚୟ ବା ଦୃଢ଼ ସଂକଳ୍ପ କରିବା ଆବଶ୍ୟକ। ତେବେ ଯାଇ ପାଞ୍ଚ ବିକାର ରୂପୀ ମାୟା ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଯିବ ଏବଂ ବାସ୍ତବ ରକ୍ଷାବନ୍ଧନର ଉଦ୍ଦେଶ୍ୟ ପୂରଣ ହୋଇପାରିବ। ସେଥିପାଇଁ ଭଗବାନ କହୁଛନ୍ତି, ଶିବ ବାବାଙ୍କ ପାଖରେ ପ୍ରତିଜ୍ଞା କରି ତାକୁ ଭଙ୍ଗ କରିବାର ନାହିଁ। ପବିତ୍ରତା ଏବଂ ସତ୍ୟ ପାଠ ପଢ଼ା ଦ୍ୱାରା ଆତ୍ମାକୁ ସତ ପ୍ରଦାନ କରିବାକୁ ହେବ। ସୃଷ୍ଟିର ଅଟଳ ନିୟମ ଅନୁସାରେ ଯୁଗ ପରେ ଯୁଗ ପରିବର୍ତ୍ତନ ହେଇ ଚାଲିବ, କିଏ ଚାହୁଁ ବା ନ ଚାହୁଁ। ଏବେ ଏହି କଳିଯୁଗୀ ଦୁନିଆର ପରିବର୍ତ୍ତନ ହୋଇ ସତ୍ୟଯୁଗୀ ସତୋପ୍ରଧାନ ଦୁନିଆ ସ୍ଥାପନ ହେବ। ତେଣୁ ଏହି ପୁରୁଣା ଦେହର ସମ୍ବନ୍ଧ, ବସ୍ତୁ, ବୈଭବ ସବୁକିଛିକୁ ବୁଦ୍ଧିରୁ ହଟେଇବାକୁ ହିଁ ପଡ଼ିବ। ଅଶରୀରୀ ଅର୍ଥାତ୍ ଆତ୍ମା ହେବାର ଅଭ୍ୟାସ କରିବାକୁ ହେବ। ଯୋଗବଳ ଦ୍ୱାରା ମାୟାର ତୋଫାନ ଗୁଡ଼ିକ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଶିବ ବାବା କହୁଛନ୍ତି, ନିଜକୁ ବିଶ୍ୱ କଲ୍ୟାଣ ପାଇଁ ନିମିତ୍ତ ମନେକରି ବ୍ୟର୍ଥଠାରୁ ମୁକ୍ତ ରହୁଥିବା ବାବାଙ୍କ ସମାନ ଆତ୍ମା ହୁଅ। ଶିବ ବାବା ଯେପରି ବିଶ୍ୱ କଲ୍ୟାଣକାରୀ ଅଟନ୍ତି, ସେହିପରି ତୁମେ ପିଲାମାନେ ମଧ୍ୟ ବିଶ୍ୱ କଲ୍ୟାଣ ପାଇଁ ନିମିତ୍ତ ଅଟ। ତୁମର ଶୁଦ୍ଧ ମନୋବୃତ୍ତି ଦ୍ୱାରା ହିଁ ବାୟୁମଣ୍ଡଳ ପରିବର୍ତ୍ତନ ହେବ। ଧ୍ୟାନ ରହୁ, ଯେପରି ଗୋଟିଏ ସେକେଣ୍ଡ ମଧ୍ୟ ସଂକଳ୍ପକୁ ବା ବୃତ୍ତିକୁ ବ୍ୟର୍ଥ ଯିବାକୁ ନ ହୁଏ। ଏପରିକି ନିନ୍ଦା କରୁଥିବା ଆତ୍ମା ପ୍ରତି ମଧ୍ୟ ଶୁଭ ଭାବନା ରହିବା ଦରକାର। ତେବେ ଯାଇ କୁହାଯିବ, ବ୍ୟର୍ଥଠାରୁ ମୁକ୍ତ ବାବାଙ୍କ ସମାନ ସ୍ଥିତି ଶ୍ରେଷ୍ଠ ସ୍ଥିତି। ସହଯୋଗର ଶକ୍ତି ଦ୍ୱାରା ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରିବ। ଆଚ୍ଛା, ଆଜି ପାଇଁ ଆମେମାନେ ଏଇଠାରେ ବିରାମ ନେବା। ପୁନଃ ପବିତ୍ର ରକ୍ଷାବନ୍ଧନର ଶୁଭକାମନା କରି ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ କାମନା କରି ଆମେମାନେ ଏଇଠାରେ ବିରାମ ନେବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।